କାହିଁକି କେଜାଣି ବାପ ଘରୁ ଆସିଥିବା ଗୋଟିଏ ଟଙ୍କାର ଜିନିଷ କୋଟିଏ ଟଙ୍କା ଭଳିଆ ଲାଗେ। ଆପଣ ଯେତେ ବି ଶାଶୁଘରେ ଭଲ ଖାଆନ୍ତୁ କି ଭଲ ପିନ୍ଧନ୍ତୁ ଭଲ ଲଗାନ୍ତୁ, ବାପ ଘରର ଟଙ୍କାକ ଜିନିଷ ପାଇଁ ସବୁ ଝିଅଙ୍କର ଆଶା ଥାଏ। ଆଉ ଘରୁ ମୋର ଭାଇ ଆସିଥିଲା, ଆଉ ମୋର ସବୁଠୁ ଫେଭରାଇଟ୍ ଜିନିଷ ଶାଗ, ମଦରଙ୍ଗା ଶାଗ, ଦେଶୀ ମୁଗ ଡାଲି, ଜାମୁକୋଳି, ତା ସହିତ ଖଟା ମିଠା ଆଚାର ବି ନେଇକି ଆସିଥିଲା। ଆଉ ଶାଗକୁ ଦେଖିକି ମୁଁ ତ ଏତେ ଏକ୍ସାଇଟେଡ ହେଇଗଲି ଯେ ଆଜି ବନେଇକି ନ ଖେଲା ପର୍ଯ୍ୟନ୍ତ ହିଁ ମୋ ମନକୁ ଜମା ବି ଶାନ୍ତି ମିଳିବନି। କାହିଁକି ନା ଆଜି ଯେହେତୁ ସଣ୍ଡେ ଥିଲା, ଆଉ ମୋର ବିନା ପିଆଜ ରସୁଣ ମୁଁ ଜମା ବି ସଣ୍ଡେରେ ଖାଏନି, ଆଉ ଅରୁଆ ହେଇଥିଲା, ସେଥିପାଇଁ ମୁଁ ଭାବିଲି ଅରୁଆରେ ଆଜି ତାକୁ ବିନା ପିଆଜ ରସୁଣ ବନେଇକି ହିଁ ଖାଇଦେବି। କାଲି ଯାଇ ଜମା ବି ମୁଁ ୱେଟ୍ କରିପାରିବିନି। ଆଉ ସେଥିପାଇଁ ତାକୁ କଣ କରିଛି ନା ଭଲସେ ଧୋଇ ନେଇଛି। ଅଲରେଡି ତ ସେ ବଛା ହେଇକି ଆସିଥିଲା, କିନ୍ତୁ ଆଉ ଟିକେ ଭଲସେ ଧୋଇକିରି ଛୋଟ ଛୋଟ ସାଇଜର ଆଳୁକୁ ପୁରା ଚପ୍ କରିନେଇଛି, ଯୋଉଟାକି ମଦରଙ୍ଗା ଶାଗ ବେସର କଲେ ବହୁତ ବଢିଆ ଲାଗେ। ଆଉ 2 ଚାମଚ ସୋରିଷ, ହାଫ ଚାମଚ ଜିରା, 2ଟି ଶୁଖିଲା ଲଙ୍କା, ଅଳ୍ପ ଟିକେ ପାଣି ଦେଇକି ତାକୁ ବଢିଆ ସେ ଗ୍ରାଇଣ୍ଡିଙ୍ଗ କରି ନେଇଛି। ଆଉ ହଁ, ମସଲାକୁ ଜମା ବି ଦରଦରା ରଖିବେନି, ଏକଦମ ପୁରା ଚିକ୍କଣ କରିକି ବାଟିବେ। ଆଉ କରେଇରେ କଣ କରିଛି ନା 2ରୁ 3 ଚାମଚ ପାଖାପାଖି ରିଫାଇନ ତେଲ, ଗୋଟେ ଶୁଖିଲା ଲଙ୍କା, ତା ସହିତ ସୋରିଷ ନେଇଛି। ପଞ୍ଚଫୁଟଣ ଜମା ବି ଶାଗରେ ଆଡ୍ କରିବେନି, ସୋରିଷଟା ହିଁ ଦେବେ। ପଞ୍ଚଫୁଟଣ ଦେଲେ ପିତା ଲାଗିବ। ଛୋଟ ଚାମଚରେ ହାଫ ଚାମଚ ନେଇଛି। ଭଲସେ ଫୁଟିଲା ପରେ ଆଳୁ ପକେଇ ନେବା। ହଳଦୀ ପାଉଡର ହାଫ ଚାମଚ ଦେଇଦେବେ। ଦେଇକି ତାକୁ କଣ କରିବେ ନା ଲୋ ଫ୍ଲେମରେ ତାକୁ କିଛି ସମୟ ଛାଡ଼ିଦେବେ ଭାଜି ହେବା ପାଇଁ। ଇଏ ବଢିଆ ସେ ଭାଜି ହେବା ଭିତରେ ଏଠି ମୁଁ ଶାଗକୁ କାଟି ନେଉଛି। ଶାଗ ତ ମତେ ଜମା ବି କାଟି ଆସେନି। ଆଉ କହନ୍ତି ଯେତେବେଳେ ମୁଣ୍ଡକୁ ଗୋଟେ ଦାୟିତ୍ୱ ଆସିଯାଏ, ଯୋଉ ଝିଅ ମାନେ ବାପ ଘରେ କିଛି ବି କରିନଥାନ୍ତି, ସେ ଆସ୍ତେ ଆସ୍ତେ ସବୁ କିଛି ଶିଖିଯାଆନ୍ତି। ଯେମିତିକି ମତେ ଜମା ବି ଶାଗ ଆସୁନଥିଲା କଟା, ମୁଁ ଏଠି ଆସ୍ତେ ଆସ୍ତେ ସବୁ ଶିଖିଗଲି। ତଥାପି ଶାଗ କଟା ମୋ ହାତରେ ଭଲସେ ହିଁ କମ୍ପ୍ଲିଟଲି ହିଁ ହଉନି, ଯାହାହେଲେ ସେ ବଡ ବଡ ଖଣ୍ଡ ହେଇଯାଉଛି। ଶାଗ କାଟିବା ଭିତରେ ଦେଖନ୍ତୁ ଆଳୁଟା ବଢିଆ ସେ ଭାଜି ହେଇଯାଇଛି। ଏବେ ସେଥିରେ ଆମେ ଶାଗକୁ ଆଡ କରିନେବା। ଏଠି ମୁଁ ଆଗରୁ କିଛି କୋରା ନଡିଆ ମଧ୍ୟ ରଖିଥିଲି, କୋରିକି ରଖିଥିଲି। ଆଉ ନଡିଆ ତ ଦେବେନି, ଟେଷ୍ଟ ଜମା ବି ବାଗ ଆସେନି। ନିଶ୍ଚିନ୍ତ ଭାବରେ ନଡିଆ ଦେବେ, ସ୍କିପ୍ ଜମା କରିବେନି। ଆଉ ଏଠି ଯୋଉ ବେସର ଅଛି ତାକୁ ଆଡ କରିନେବା। ଆଡ କରିକି ତାକୁ କଣ କରିବେ ନା ଭଲସେ ମିକ୍ସ କରିନେବେ। ସ୍ୱାଦ ଅନୁସାରେ ଲୁଣ ଦେବେ। ହଳଦୀ ପାଉଡର କଣ ହେଇଛି ନା ଶାଗରେ ପଡେନି, ଯେହେତୁ ଆମେ ଆଳୁ ପକେଇଛେ, ଆଳୁ ଧିରେ ମୁଁ ହଳଦୀ ପାଉଡର ପକେଇଥିଲି, ଆଉ ହଳଦୀ ଜମା ବି ଆଡ କରିବେନି। ଏବେ ଆମେ ତାକୁ ଭଲସେ ଗୋଳେଇ ନେବା। ଆଉ ଏଠି ମୁଁ ଗ୍ରାଇଣ୍ଡର କପ୍ ଧୋଇକି ହାଫ କପ୍ ପାଖାପାଖି ପାଣି ସେଥିରେ ଆଡ କରିଛି, ଜଷ୍ଟ ଶାଗ ସିଝିବା ପାଇଁ। ବେଶୀ ପାଣି ଦେବେନି, ଯଦି ଅଧିକ ମାନେ ଯୋଉ ରାଇ ଟାଇପର ଯଦି କରିବେ ତାହେଲେ ପାଣିର କ୍ୱାଣ୍ଟିଟି ଅଧିକ ଦେବେ। ୟାକୁ ଯେହେତୁ ମୁଁ ପୁରା ଭଜା ଟାଇପର କରିବି, ପାଣିର କ୍ୱାଣ୍ଟିଟି କମେଇକି ହିଁ ପୁରା ଦେଇଛି। ଦେଇକି ତାକୁ କଭର କରିନେବେ। ମିନିମମ୍ 5ରୁ 10 ମିନିଟ୍ ପାଖାପାଖି ସେ ଲୋ ଫ୍ଲେମରେ ତାକୁ ଛାଡ଼ିଦେବେ ଶାଗଟା ସିଝିବା ପାଇଁ। ଶାଗଟା ଯେତେବେଳେ ଦେଖିବେ ଅଧା ସିଝା ହେଇଯାଇଛି ବା ଆଳୁଟା ସିଝି ଯାଇଛି ଅଧା, ଶାଗ ମଧ୍ୟ ଅଧା ସିଝି ଯାଇଛି, ସେଥିରେ କଣ କରିବେ ନା ବଡି ଭାଜିକି ପକେଇବେ। ଏଠି ମୁଁ 8ରୁ 10ଟି ବଡିକି ଭାଜିକି ସେଥିରେ ଆଡ କରିଛି। ମିକ୍ସ କରିନେବା। ଯଦି ଭଲ ବଡି ହେଇଥିବ ତାହେଲେ କଣ ହବ ନା ସାଙ୍ଗେ ସାଙ୍ଗେ ସିଝିଯିବ। ଆଉ ଯଦି ଟିକେ ଚାଉଳିଆ ବଡି ହେଇଥିବ ନା, ସିଝିବା ପାଇଁ ଟାଇମ ନବ। ତେଣୁ ଆକୁ ଟିକେ ଭଲ ବଡି ଯଦି ଅଛି ଏଇ ସମୟରେ ହିଁ ପକେଇବେ, ଅଧା ସିଝିଲା ପରେ, ନଚେତ ଆଗରୁ ମଧ୍ୟ ଶାଗ ସହିତ ପକେଇ ପାରିବେ। ତାକୁ କଭର କରିନେବା। 1 ମିନିଟ୍ ପାଖାପାଖି ଛାଡ଼ିଦେବା। 1 ମିନିଟ୍ ପରେ କଣ କରିବେ ନା ଗ୍ୟାସ ଫ୍ଲେମକୁ ଅଫ୍ କରିନେବେ। ଆଉ ଏପଟେ ଦେଖନ୍ତୁ ଶାଗଟା ବଢିଆ ସମୟରେ ହେଇଯାଇଛି। ଆଉ ବଡିଟା ମଧ୍ୟ ବଢିଆ ସେ ସିଝି ଯାଇଛି। ତାକୁ ଆମେ କଣ କରିବା ନା ପ୍ଲେଟକୁ କାଢି ନେବା। ଆଉ ଆକୁ ଆପଣ ଗରମ ଗରମ ଖାଇବେ, ତା ମଜା ବହୁତ ବଢିଆ। ଆଉ ଯେହେତୁ ତାକୁ ମୁଁ ଟିକେ ଲେଟରେ ଖାଇବେ, କାହିଁକିନା ପୋଟଳ ବି ଅଛି, ତାକୁ ମଧ୍ୟ ମତେ ଟିକେ ଭାଜିବାର ଅଛି। ତାକୁ କଣ କରୁଛି ନା 4ରୁ 5ଟି ପୋଟଳକୁ ଏମିତିକା 4ରୁ 5 ଫାଳ କରିନେଇଛି। ଏବେ ଗୋଟେ ଫ୍ରାଏ ପ୍ୟାନରେ କଣ କରିବା ନା 2ରୁ 3 ଚାମଚ ରିଫାଇନ ତେଲ ଆଡ କରିବା। ତେଲଟା ବଢିଆ ସେ ଗରମ ହେଲା ପରେ ସେଥିରେ ହାଫ ଚାମଚ ସୋରିଷ ଆଡ କରିନେବା। ସୋରିଷଟା ଫୁଟିଲା ପରେ ପୋଟଳ ଆଡ କରିନେବେ। ହାଫ ଚାମଚ ଦେଇଦେବେ ହଳଦୀ ପାଉଡର, ଛୋଟ ଚାମଚରେ ହାଫ ଚାମଚ ହଳଦୀ ପାଉଡର ଦେବେ। ସ୍ୱାଦ ଅନୁସାରେ ଲୁଣ ଦେଇଦେବେ। ଏଥିରେ ଆଉ ଟିକେ ଭଲ ଟେଷ୍ଟ ଆଣିବା ପାଇଁ ଏଠି ମୁଁ ନେଇଛି ହାଫ ଚାମଚ କରି ପାଉଡର ନେବେ, ଆଉ ହାଫ ଚାମଚ ନେବେ ଧନିଆ ପାଉଡର, ଆଉ ସ୍ୱାଦ ଅନୁସାରେ ବା 1/4 ଚାମଚ ନେବେ ନର୍ମାଲ ଲଙ୍କା ପାଉଡର। ଆକୁ ପକେଇକି ମିକ୍ସ କରିନେବେ। ଆଉ ହାଲକା ଟିକେ ଏଥିରେ ପାଣି ଛିଞ୍ଚି ଦେବେ। ଏଠି ମୁଁ ପାଣି ଛିଞ୍ଚି ଏଇଥିପାଇଁ, ଯେହେତୁ ଗୁଣ୍ଡ ମସଲା ନେଇଛି ଜଳିଯିବ। ଆଉ ପାଣି ଟିକେ ବି ଛିଞ୍ଚି ଦେଲେ ନା ପୋଟଳଟା ଟିକେ ହାଲକା କଣ ହୁଏ ନା ଭାଜି ହେଇଯିବ, ମାନେ ସିଝିବା ପାଇଁ ଶୀଘ୍ର ଟିକେ ସିଝିଯିବ। ଏପଟେ ଛିଞ୍ଚି ସାରିଲା ପରେ ତାକୁ ଆମେ ସେଇ ଲୋ ଫ୍ଲେମରେ ହିଁ ଛାଡ଼ିଦେବା। ଆଉ ମଝିରେ ମଝିରେ ତାକୁ ଟିକେ ଏପଟ ସେପଟ କରୁଥିବେ, କାହିଁକି ନା ଏକଦମ ତଳେ ଲାଗିଯିବ। ଆଉ ଏଇ ଟାଇପର ଯେତେବେଳେ ଭଜା ଆପଣ ଭାଜୁଛନ୍ତି ଫ୍ରାଏ ପ୍ୟାନ୍ ହିଁ ୟୁଜ କରିବେ, ଦେଖିବେ ବଢିଆ ସେ ଭାଜି ହେଇଯିବ ଭଜା, ଆଉ ଶୀଘ୍ର ମଧ୍ୟ ହେଇଯାଇଥାଏ। ଇଏ ଜଷ୍ଟ ଦେଖନ୍ତୁ, ଇଏ ବଢିଆ ସେ ଟିକେ ଭାଜି ହେଇଗଲା ପରେ 90% ଭାଜି ହେଇଥିବ, ବେଶୀ ଭାଜି ହେଇଥିବ ଏକଦମ ପୁରା ସିଝେଇବେନି। ଟିକେ ଜଷ୍ଟ ଥିବ, ସିଝା କମ ଥିବ, ତାକୁ କଣ କରିବେ ନା ଏଇ ଟାଇପର ପଟ ପଟ କରିକି ଭାଜିକି କାଢିଦେବେ। ଆଉ ଏବେ ଆମେ ଅରୁଆ ଭାତରେ ଦହି, ଲେମ୍ବୁ
ଆଉ ଆମ୍ବ କଷିଆ ଅଦାକୁ ଗ୍ରେଟ୍ କରିନେବା। ଆପଣ ଚାହିଁଲେ ଛୁଙ୍କ ବି ଦେଇପାରିବେ। ମୁଁ ଏଠି ଛୁଙ୍କ ଦେଇନି, ନର୍ମାଲି ଏମିତି ମୋତେ ବହୁତ ଭଲ ଲାଗେ। ଲୁଣ ପକେଇକି ମିକ୍ସ କରିଦେଲି। ରେଡି ହେଇଗଲା ଆପଣଙ୍କର ପଖାଳ ପ୍ଲେଟ୍। ରହୁଛି, ଜୟ ଜଗନ୍ନାଥ।